ଧୁ ଧୁ ହୋଇ ଜଲୁଛି ନିଆଁ। ଚାରିଆଡ଼େ କେବଳ ଧୂଆଁର ଆସ୍ତରଣ। ଅଳ୍ପକେ ଟଳିଗଲା ଏକ ବଡ଼ ବିପତ୍ତି। ଯଦି ଆଉ କିଛି ସମୟ ବିଳମ୍ବ ହୋଇଥାନ୍ତା ତେବେ ଛାରଖାର ହୋଇଯାଇଥାନ୍ତା ସମ୍ପୂର୍ଣ୍ଣ ଧାନମଣ୍ଡି। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରୁ ଆସିଛି ଏକ ବଡ଼ ଖବର। ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଧାନମଣ୍ଡିରେ ଆଜି ବୁଧବାର ଦିନ ପ୍ରାୟ 12ଟା ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟିଯାଇଛି। ସୂଚନା ଅନୁଯାୟୀ ଝାଲପାଲି ପଟରୁ ଏହି ଭୟାବହ ନିଆଁ ମାଡ଼ି ଆସି ମଣ୍ଡି ପରିସରକୁ ଆକ୍ରାନ୍ତ କରିଦେଇଥିଲା। ପବନର ବେଗ ଯୋଗୁଁ ନିଆଁ ଖୁବ୍ ଶୀଘ୍ର ମଣ୍ଡି ଆଡ଼କୁ ବଢ଼ିବାରେ ଲାଗିଥିଲା, ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। କିନ୍ତୁ କୁହାଯାଏ ନା, ସଠିକ୍ ସମୟରେ ସଠିକ୍ ପଦକ୍ଷେପ ହିଁ ବିପଦକୁ ଟାଳି ଦେଇଥାଏ। ମଣ୍ଡି ପରିସରରେ ଧୂଆଁ ଓ ନିଆଁ ଦେଖି ସଙ୍ଗେ ସଙ୍ଗେ ମଣ୍ଡି ଇନଚାର୍ଜ ମିନିକେତନ ସାହୁ ତତ୍କ୍ଷଣାତ୍ 101 ନମ୍ବରକୁ କଲ୍ କରି ଦମକଲ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇବା ମାତ୍ରେ ବିଜେପୁର ଦମକଲ ବାହିନୀର ବୀର କର୍ମଚାରୀ ମନୋଜ ପ୍ରଧାନ, ହେମନ୍ତ ପ୍ରଧାନ, କେଶବ ସାହୁ, ଅମିତ ପ୍ରଧାନ ଏବଂ ଲକ୍ଷ୍ମଣ ଧରୁଆ ବିନା ସମୟ ନଷ୍ଟ କରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। କେବଳ ଦମକଲ ବାହିନୀ ନୁହେଁ, ସ୍ଥାନୀୟ ତାଲପଦର ଗ୍ରାମବାସୀମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦମକଲ ସହ ନିଆଁ ଲିଭାଇବା କାମରେ ଲାଗି ପଡ଼ିଥିଲେ। ସମସ୍ତଙ୍କର ଏହି ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର କ୍ଷୟକ୍ଷତି ଟଳି ଯାଇଛି ଏବଂ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି। ଯଦିଓ କିଛି ସମୟ ପାଇଁ ପୁରା ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିଲା, ହେଲେ ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି।